ଯେତେବେଳେ ତୁମେ ଭିତରୁ ଭାଙ୍ଗି ପଡ଼ିଥିବା ଅନୁଭବ କର, ତୁମେ ଏହା ନିଶ୍ଚୟ ଶୁଣିବ। ଶ୍ରୀକୃଷ୍ଣ କୁହନ୍ତି, ଯଦି ମୋର ଭକ୍ତ ଚୁପଚାପ ସବୁ ଶୁଣୁଛି, ତେବେ ମନେ ରଖନ୍ତୁ ଯେ ମୁଁ ନିଜେ ତାଙ୍କ ନୀରବତା ଏବଂ ବିଶ୍ୱାସର ଉତ୍ତର ଦେଉଛି। ତାଙ୍କୁ କେବଳ ଜଣେ ବ୍ୟକ୍ତିଙ୍କ ଆଗରେ ମୁଣ୍ଡ ନୁଆଇବାକୁ ଦିଅ ଏବଂ ସେ କେବେ ବି ଆପଣଙ୍କୁ ସମସ୍ତଙ୍କ ଆଗରେ ମୁଣ୍ଡ ନୁଆଇବାକୁ ଦେବେ ନାହିଁ। ଭଲ ଲୋକଙ୍କ ସାଥିରେ ରୁହନ୍ତୁ, କାରଣ ଭଲ ଲୋକଙ୍କ ଅପଚୟ ବାଦାମ ଠାରୁ ମଧ୍ୟ ମହଙ୍ଗା। ଶ୍ରୀକୃଷ୍ଣ କୁହନ୍ତି, ଯେଉଁମାନେ ଆପଣଙ୍କର ବଚନକୁ ଭୁଲ ଅର୍ଥ କରନ୍ତି, ସେମାନଙ୍କୁ ବୁଝାଇବାରେ ଆପଣଙ୍କ ସମୟ ନଷ୍ଟ କର ନାହିଁ। ଗୋଟିଏ ଦିନ ଆପଣ ସମସ୍ତଙ୍କ ବିଷୟରେ ଅଭିଯୋଗ କରିବେ ନାହିଁ, ବରଂ ନିଜ ବିଷୟରେ ଅଭିଯୋଗ କରିବେ। ସେ ଆପଣଙ୍କ ସମ୍ମୁଖରେ ଏକ ସୁନ୍ଦର ଜୀବନ ଥିଲା, କିନ୍ତୁ ଆପଣ ସାଂସାରିକ ବ୍ୟାପାରରେ ଫସି ରହିଲେ। ଥରେ କ୍ଷମା କରି ଭଲ ହୁଅନ୍ତୁ, କିନ୍ତୁ ସେହି ବ୍ୟକ୍ତିକୁ ପୁଣି ଥରେ ବିଶ୍ୱାସ କରି ମୂର୍ଖ ହୁଅ ନାହିଁ। ତୁମର ନିଜ ଲୋକମାନେ ଯେଉଁମାନେ ତୁମର ଯନ୍ତ୍ରଣା ଅନୁଭବ କରନ୍ତି, ନଚେତ୍ ସେମାନେ ରାସ୍ତାରେ ଆସି ତୁମର ମଙ୍ଗଳ ବିଷୟରେ ପଚାରନ୍ତି। ଏପରି ଲୋକମାନେ ମଧ୍ୟ ପଚାରନ୍ତି ତୁମର କଠିନ ପରିଶ୍ରମର ଫଳ ଏବଂ ତୁମର ସମସ୍ୟାର ସମାଧାନ। ତୁମକୁ ନିଶ୍ଚିତ ଭାବରେ ଉତ୍ତର ମିଳେ। ଯଦି ତୁମେ ଅନ୍ୟମାନଙ୍କ ପାଇଁ ମଙ୍ଗଳ କାମନା କର, ତେବେ ତୁମ ଜୀବନରେ ସମାନ ଜିନିଷ ଫେରିଆସେ। ଏହା ପ୍ରକୃତିର ନିୟମ। ଏକ ଭାଙ୍ଗି ଯାଇଥିବା ଜିନିଷ ସମସ୍ତଙ୍କ ଠାରୁ ବିଶ୍ୱାସ, ହୃଦୟ, ନିଦ୍ରା ଏବଂ ଆଶା ଭଳି ସବୁଠାରୁ ଅଧିକ କଷ୍ଟ ଦିଏ। ଯଦି ଇଚ୍ଛା ପୂରଣ ହୁଏ ନାହିଁ, ତେବେ କ୍ରୋଧ ବୃଦ୍ଧି ପାଏ। ତେଣୁ ଜୀବନର ପ୍ରତ୍ୟେକ ପରିସ୍ଥିତିରେ ଧୈର୍ଯ୍ୟ ବଜାୟ ରଖନ୍ତୁ। ଏହା ସର୍ବୋତ୍ତମ। ସମସ୍ତେ ସାହାଯ୍ୟ ମାଗିବାକୁ ଆସନ୍ତି, କିନ୍ତୁ ଯେତେବେଳେ ଆପଣଙ୍କୁ ସାହାଯ୍ୟର ଆବଶ୍ୟକତା ପଡ଼େ, ସେତେବେଳେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ କେହି ମିଳିନଥାଏ। ଶ୍ରୀକୃଷ୍ଣ କୁହନ୍ତି, ଭଲ କାମ କର ଏବଂ ଏହାକୁ ଭୁଲିଯାଅ। ସମୟ ଆସିଲେ ସେ ନିଶ୍ଚିତ ଭାବରେ ଫଳ ଦେବେ। ଜଣେ ମଣିଷ ତାର କ୍ଷମତା ଅନୁସାରେ ସର୍ବୋତ୍ତମ, କିନ୍ତୁ ନିଜକୁ ଅନ୍ୟ କାହା ସହିତ ତୁଳନା କର ନାହିଁ। ଅସୁବିଧା ଏକ ଭାରି ଥାଳି ପରି। ଯଦି ତୁମେ ଏହାକୁ ଦେଖୁଛ, ତେବେ ଏହା ବହୁତ ଭାରି ଦେଖାଯିବ ଏବଂ ଯଦି ତୁମେ ଏହାକୁ ଉଠାଇବ, ତେବେ ଏହା ଭାରି ହୋଇଯିବ। ଯଦି କେହି ତୁମକୁ ଭଲ ପାଏ, ତେବେ ସେମାନେ କେବଳ ତାହା କରନ୍ତି ଯାହା ତୁମ ପାଇଁ ଭଲ ଏବଂ ସେହି ସମସ୍ତ ଲୋକଙ୍କୁ ଦୂରେଇ ରଖନ୍ତି। ଯେଉଁମାନେ ତୁମର ଯୋଗ୍ୟ ନୁହନ୍ତି, କେବେ ବି ତୁମର ସମସ୍ୟା କାହା ସହିତ ସେୟାର କର ନାହିଁ, କାରଣ 70% ଲୋକ ତୁମର ସମସ୍ୟା ବିଷୟରେ ଚିନ୍ତା କରନ୍ତି ନାହିଁ। ବାକି 30% ଲୋକ ଖୁସି ହେବେ ଯେ ତୁମର ଏହି ସମସ୍ୟା ଅଛି। ଯଦି କେହି ତୁମର ମୂଲ୍ୟ ବୁଝିପାରୁନାହାନ୍ତି, ତେବେ ନିରାଶ ହୁଅ ନାହିଁ, କାରଣ ଜଣେ କବାଡ଼ି ବ୍ୟବସାୟୀ ହୀରାର ମୂଲ୍ୟ ବୁଝିପାରିବ ନାହିଁ। ଦୁଇଟି ଶକ୍ତିଶାଳୀ ଉପକରଣ, ନିରାପତ୍ତା ଅନେକ ସମସ୍ୟାର ସମାଧାନ କରିବାର ଏକ ଉପାୟ ଏବଂ ଫସ ଅନେକ ସମସ୍ୟାରୁ ନିଜକୁ ରକ୍ଷା କରିବାର ଏକ ଉପାୟ। କୌଣସି ବ୍ୟକ୍ତି ନିଜକୁ ଏପରି ପରିବର୍ତ୍ତନ କରେ ନାହିଁ। ଜୀବନରେ କିଛି ଲୋକ ଅଛନ୍ତି ଯେଉଁମାନେ ଜଣେ ବ୍ୟକ୍ତିକୁ ପରିବର୍ତ୍ତନ କରିବାକୁ ବାଧ୍ୟ କରନ୍ତି। ତୁମକୁ ଜୀବନ କେବଳ ଥରେ ମିଳେ, ଏହା ସମ୍ପୂର୍ଣ୍ଣ ଭୁଲ। ତୁମକୁ ମୃତ୍ୟୁ କେବଳ ଥରେ ମିଳେ। ଆମେ ପ୍ରତିଦିନ ଜୀବନ ପାଉଛୁ। ଶ୍ରୀକୃଷ୍ଣ କହିଛନ୍ତି, ଯେଉଁମାନେ ତୁମକୁ ଖରାପ କୁହନ୍ତି, ସେମାନଙ୍କୁ ଏପରି କରିବାକୁ ଦିଅ। କେବଳ ଛୋଟ ଲୋକମାନେ ଏପରି ଛୋଟ କାମ କରନ୍ତି। ଠକିବା କେବଳ ଛୋଟ ଲୋକମାନେ କରନ୍ତି ନାହିଁ। ଠକିବା କେବଳ କାମ ନୁହେଁ, କିନ୍ତୁ କାହାର ନିକଟତର ହେବାର ଅଭିନୟ କରିବା ମଧ୍ୟ ଏକ ବଡ଼ ପ୍ରତାରଣା। ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ଏବଂ ଯେଉଁମାନେ କହିଥିଲେ ଯେ ତୁମେ ଏହା କରିପାରିବ ନାହିଁ, ସେମାନଙ୍କୁ ଦେଖାଇବାକୁ ପଡ଼ିବ। ତୁମେ ଯାହାକୁ ଖୋଲାଖୋଲି ସମର୍ଥନ କର, ତୁମକୁ ବିରୋଧୀ କୁହାଯିବ, କିନ୍ତୁ ବିଶ୍ୱାସଘାତକ ନୁହେଁ। କୌଣସି ସମ୍ପର୍କ ନିଜ ଇଚ୍ଛାରେ ଗଢ଼ି ଉଠିଥାଏ, କାରଣ ଭଗବାନ କେବେ, କେଉଁଠି ଏବଂ କାହା ସହିତ ଆମେ ସାକ୍ଷାତ କରିବୁ ତାହା ସ୍ଥିର କରିଛନ୍ତି। ଯେଉଁମାନେ କୁହନ୍ତି, ସେମାନେ ଚିନ୍ତା ନ କରି କିଛି କୁହନ୍ତି, କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହା ଶ୍ରୋତାଙ୍କ ଉପରେ କ'ଣ ପ୍ରଭାବ ପକାଇବ? ଜୀବନ ବଞ୍ଚିବା ପାଇଁ ନିରାପତ୍ତା ଆବଶ୍ୟକ, କିନ୍ତୁ ଯେତେବେଳେ ମର୍ଯ୍ୟାଦାର କଥା ଆସେ, ଶାସ୍ତ୍ର ଗ୍ରହଣ କରିବା ଆବଶ୍ୟକ ହୋଇଥାଏ। ଯଦି ମା ଖରାପ, ତେବେ ଖରାପ କଥା କହିବା ଉଚିତ ନୁହେଁ, କାରଣ ମା ପରେ ଭଲ ହେବ, କିନ୍ତୁ ଥରେ କୁହାଯାଇଥିବା କଥା କେବେ ବି ସଂଶୋଧନ କରାଯାଇପାରିବ ନାହିଁ। କାହାକୁ ଠକିବା ଏକ ଋଣ, ଯାହା ତୁମେ ନିଶ୍ଚିତ ଭାବରେ ଅନ୍ୟ କାହା ହାତରୁ ପାଇବ। ଯେଉଁ ବ୍ୟକ୍ତିଙ୍କ ପାଖରେ ସହ୍ୟ କରିବାର ଶକ୍ତି ଅଛି, ତାଙ୍କ ଶକ୍ତି ସହିତ କେହି ସମାନ ହୋଇପାରିବେ ନାହିଁ।
ସମସ୍ତଙ୍କ ପାଖରେ ଲଢ଼ିବାର ଶକ୍ତି ଅଛି, କିନ୍ତୁ କାହାକୁ ବିଜୟ ପସନ୍ଦ ଏବଂ କାହାକୁ ସମ୍ପର୍କରେ ଜ୍ଞାନ ପସନ୍ଦ। ସମସ୍ତଙ୍କ ପାଖରେ ଏହା ଅଛି, କିନ୍ତୁ ଚତୁର ହେବା ପାଇଁ ସଚ୍ଚୋଟତା, ଏହା ତୁମର ମୂଲ୍ୟବୋଧ ଉପରେ ନିର୍ଭର କରେ। ଜୀବନର ଜ୍ଞାନ ବିନା କିଛି ସହଜ ନୁହେଁ। ନିଶ୍ୱାସ ନେବା ପାଇଁ ମଧ୍ୟ ପ୍ରଥମେ ନିଶ୍ୱାସ ନେବାକୁ ପଡ଼େ। ଯେଉଁମାନେ ତୁମର ଭାବନାକୁ ସମ୍ମାନ ଦିଅନ୍ତି ନାହିଁ, ସେମାନଙ୍କୁ ବିଦାୟ ଦେବାରେ କୌଣସି କ୍ଷତି ନାହିଁ। ସାବଧାନତାର ସହିତ ରଖାଯାଇଥିବା ଜିନିଷ ଏବଂ ସାବଧାନତାର ସହିତ କୁହାଯାଇଥିବା ଶବ୍ଦ କେବେ ବି ଶକ୍ତିଠାରୁ କମ୍ ନୁହେଁ। କେବଳ ସେଗୁଡ଼ିକୁ ନିଜଠାରୁ ଦୂରେଇ ନିଅ। ଶ୍ରୀକୃଷ୍ଣ ଅନ୍ୟ ସବୁ କିଛିର ଯତ୍ନ ନେବେ। କିଛି ସମ୍ପର୍କ ପ୍ରାୟତଃ ଗର୍ବ ହେତୁ ଶେଷ ହୋଇଯାଏ। ଭୁଲ ଗୁଡ଼ିକ ସବୁବେଳେ ଦୋଷ ନୁହେଁ। ସନ୍ଦେହର କୌଣସି ଚିକିତ୍ସା ନାହିଁ ଏବଂ ଚରିତ୍ରର କୌଣସି ପ୍ରମାଣ ନାହିଁ। ନିରାପତ୍ତା ଅପେକ୍ଷା ଭଲ ଉପାୟ ଆଉ କୌଣସି ଜିନିଷ ନାହିଁ। ପ୍ରତ୍ୟେକ ନିକଟତର ବ୍ୟକ୍ତିଙ୍କୁ ତୁମର ଗୁପ୍ତ କଥା କୁହ ନାହିଁ, କାରଣ ଯେଉଁମାନେ ତୁମ ସହିତ ଅଛନ୍ତି ସେମାନେ କାଲି ତୁମ ବିରୁଦ୍ଧରେ ହୋଇଯାଇପାରନ୍ତି। ଯିଏ ନିଜ ନିୟନ୍ତ୍ରଣ କରିଛନ୍ତି ତାଙ୍କ ସଫଳତାକୁ ଭଗବାନ କେବେ ବି ରୋକିପାରିବେ ନାହିଁ। ହୃଦୟରୁ ଯାହା ଦିଆଯାଇପାରେ ତାହା ହାତ ଦ୍ୱାରା କରାଯାଇପାରିବ ନାହିଁ। ମାତାଙ୍କୁ ଯାହା କୁହାଯାଇପାରେ ତା ଶବ୍ଦ ଦ୍ୱାରା କରାଯାଇପାରିବ ନାହିଁ। ଯେଉଁମାନେ ସମୟ ଏବଂ ସ୍ୱରକୁ ସମର୍ଥନ କରିଥିଲେ ସେମାନଙ୍କୁ ସମୟ ଅପେକ୍ଷା ଅଧିକ ମୂଲ୍ୟବାନ କରିବା ଉଚିତ। ଶ୍ରୀକୃଷ୍ଣ କହିଛନ୍ତି ଯେ ଯେଉଁ ବ୍ୟକ୍ତି ଭଲ ଚିନ୍ତାଧାରା ଏବଂ ଭଲ ମୂଲ୍ୟବୋଧକୁ ଧରି ରଖେ ତାଙ୍କୁ ହାତରେ ମାଳ ବୁଣିବା ଆବଶ୍ୟକ ନାହିଁ। କିଛି ଲୋକ ସବୁବେଳେ ଭୁଲ ନୁହନ୍ତି, ସେମାନେ ସମ୍ପର୍କକୁ ବଞ୍ଚାଇବା ପାଇଁ ହାର ମାନି ନିଅନ୍ତି। ଅର୍ଜୁନ କହିଛନ୍ତି 10 ଲକ୍ଷ ସୈନିକଙ୍କୁ ବଳିଦାନ ଦେବା ପରେ ଶ୍ରୀକୃଷ୍ଣଙ୍କୁ ବାଛିବା ବିଶ୍ୱାସର ଏକ ମହାନ ଉଦାହରଣ। ବିଶ୍ୱାସରେ ମଧ୍ୟ ସତର୍କତା ଆବଶ୍ୟକ, କାରଣ କେତେକ ସମୟରେ ନିଜ ଦାନ୍ତ ଭାଙ୍ଗିଯାଏ। ଲୋକମାନେ ସବୁବେଳେ ଅନ୍ୟମାନଙ୍କ ପାଇଁ କାହିଁକି ଉପବାସ କରିବେ? ଲୋଭ, କ୍ରୋଧ ଏବଂ ମଇଳା ଚିନ୍ତାଧାରା ପାଇଁ ମଧ୍ୟ ଉପବାସ ରଖିବା ଉଚିତ। ଯେଉଁମାନେ ଆପଣଙ୍କ ପଛରେ ଆପଣଙ୍କ ବିଷୟରେ ଗୁଜବ କରନ୍ତି ସେମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ଏହାର ଅର୍ଥ ହେଉଛି ଆପଣ ସେମାନଙ୍କ ଠାରୁ 2 ପାଦ ଆଗରେ ଅଛନ୍ତି। ଲୋକମାନେ ଆପଣଙ୍କୁ ଏକ ଛୋଟ କଥାରେ ଛାଡ଼ି ଦିଅନ୍ତି ଏବଂ ଶ୍ରୀକୃଷ୍ଣ ଆପଣଙ୍କ ହାତକୁ ଟିକିଏ ପ୍ରାର୍ଥନା କରିନିଅନ୍ତି। ନଦୀ ପରି ବୁଡ଼ିଯିବା ଅପେକ୍ଷା ମଧ୍ୟମ ହୋଇ କାହାକୁ ରକ୍ଷା କରିବା ଭଲ। ଈଶ୍ୱରଙ୍କ ପ୍ରେମରେ ରହିବାର ଆନନ୍ଦ ଦୁନିଆର ଭ୍ରମରେ ବସିବା ପାଇଁ ମଧ୍ୟ ନୁହେଁ। ଯିଏ ଅନ୍ୟକୁ ଆଗକୁ ନେଇଯାଏ ସେ କେବେ କାହାକୁ ପ୍ରତିଶ୍ରୁତି ଦେଇପାରେ ନାହିଁ ଏବଂ ଯିଏ ଅନ୍ୟକୁ ବଡ଼ ମନେ କରେ ସେ କେବେ ଆଗକୁ ବଢ଼ିପାରେ ନାହିଁ। କହିବା ପୂର୍ବରୁ ଭାବନ୍ତୁ, କାରଣ କହିବା ପରେ ନ ଭାବିବା ପାଇଁ ଅନୁତାପ ହୁଏ। ଯଦି ଆପଣ ଜୀବନରେ ଆଗକୁ ବଢ଼ିବାକୁ ଚାହାନ୍ତି ତେବେ ବଡ଼ ହୁଅନ୍ତୁ, କାରଣ ଅଧିକାଂଶ ଲୋକଙ୍କ କଥା ମନୋବଳ ହରାଇ ଦେଉଛି। ଯଦି ଆପଣଙ୍କର କୌଣସି ଶତ୍ରୁ ନାହିଁ ତେବେ ଏହାର ଅର୍ଥ ହେଉଛି ଆପଣ ସେହି ସମୟରେ ନୀରବ ଥିଲେ ଯେଉଁଠାରେ କହିବା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ରେମ କେବେ ନିଜ ଆବଶ୍ୟକତା ପୂରଣ କରିବା ପାଇଁ ନୁହେଁ। ପ୍ରେମ ସବୁବେଳେ ସୁଖ ଏବଂ ଦୁଃଖରେ ପରସ୍ପରକୁ ସାହାଯ୍ୟ କରିବା ପାଇଁ। ସାଥୀ ଏବଂ ଭାବନାକୁ ବୁଝିବା ପାଇଁ କିଛି ଅଭାବର ଭାବନା ନଥାଏ, ନଚେତ୍ ଗଙ୍ଗା ନଦୀରେ ଏତେ ଭିଡ଼ ନଥାନ୍ତା। ଶ୍ରୀକୃଷ୍ଣ କୁହନ୍ତି ଯଦି ତୁମେ ସମୟର ଝଡ଼ ଦେଇ ଗତି କରୁଛ ତେବେ ଭୟ କର ନାହିଁ, ତୁମେ ଉନ୍ନତି କରୁଛ। ଯଦି ତୁମେ ଜୀବନରେ ଶାନ୍ତି ଚାହୁଁଛ ତେବେ ଲୋକଙ୍କ ବଚନକୁ ହୃଦୟରେ ଛୁଇଁବା ବନ୍ଦ କର। ଯଦି କେହି ଅସୁବିଧାରେ ପରାମର୍ଶ ମାଗେ ତେବେ ତାକୁ ପରାମର୍ଶ ସହିତ ସମର୍ଥନ ଦିଅ, କାରଣ ପରାମର୍ଶ ଭୁଲ ହୋଇପାରେ କିନ୍ତୁ ସମର୍ଥନ କେବେ ଭୁଲ ହୋଇପାରିବ ନାହିଁ। ଯଦି କେହି ତୁମଠାରୁ କିଛି ମାଗେ ତେବେ ତାକୁ ଦିଅ, କାରଣ ଭଗବାନ ତୁମକୁ ଦାତାଙ୍କ ମଧ୍ୟରେ ରଖିଛନ୍ତି, ଭିକାରୀଙ୍କ ମଧ୍ୟରେ ନୁହେଁ। ଏହା ସତ୍ୟ ଯେ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଯେତେବେଳେ ଉନ୍ନତ ହୁଏ, ଯେତେବେଳେ ସେ ନିଜ ଲୋକଙ୍କ ଦ୍ୱାରା ଆଘାତ ପାଏ, ଶ୍ରୀକୃଷ୍ଣ କୁହନ୍ତି ପ୍ରତ୍ୟେକ ଜୀବନରେ ସମସ୍ୟା ଅଛି, କିନ୍ତୁ ଜଣେ ବ୍ୟକ୍ତିଙ୍କୁ ନିଜ ସମସ୍ୟାକୁ ସବୁଠାରୁ ବଡ଼ ସମସ୍ୟା ବୋଲି ବିଚାର କରିବାକୁ ପଡ଼ିଥାଏ। କିଛି ଲୋକ କୁହନ୍ତି ଯେ ମହିଳାଙ୍କ କୌଣସି ଘର ନାହିଁ, କିନ୍ତୁ ସତ୍ୟ ହେଉଛି ଯେ ମହିଳାଙ୍କ ବିନା କୌଣସି ଘର ନାହିଁ। ଯଦି ସଠିକ୍ ଦିଗ ଏବଂ ସଠିକ୍ ସମୟର ଜ୍ଞାନ ନାହିଁ ତେବେ ଅସ୍ତଗାମୀ ସୂର୍ଯ୍ୟ ମଧ୍ୟ ଅସ୍ତ ହେବା ପରି ଦେଖାଯାଏ।
ପରିବେଶ ଦେଖି ଗିରଗିଟି ରଙ୍ଗ ବଦଳାଏ ଏବଂ ପରିସ୍ଥିତି ଦେଖି ମଣିଷ ରଙ୍ଗ ବଦଳାଏ। ଦୁନିଆର ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ହେଉଛି ଯିଏ ଭଜନ ସହିତ ଭୋଗ କରେ, ନିଦ୍ରା ସହିତ ବିଛଣା ଅଛି ଏବଂ ଟଙ୍କା ସହିତ ଧର୍ମ ଅଛି। ସବୁବେଳେ ମଣିଷଠାରୁ ଦୂରତା ରଖ, ଯାହାଦ୍ୱାରା ମଣିଷ ତାର ଭୁଲ ଜାଣିପାରିବ ନାହିଁ। ବନ୍ଧୁଗଣ, ଏଗୁଡ଼ିକ ଭଗବାନ ଶ୍ରୀକୃଷ୍ଣଙ୍କ ଅମୂଲ୍ୟ ଚିନ୍ତାଧାରା ଥିଲା। ଯଦି ଆପଣଙ୍କୁ ପସନ୍ଦ ଆସିଛି ତେବେ ଏହି ଭିଡ଼ିଓଟିକୁ ନିଶ୍ଚିତ ଭାବରେ ଲାଇକ୍ ଏବଂ ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।